ଆରେ ଏତେ ଘମର କ'ଣ ପାଇଁ? ଏଠି ଯୋଉ ଭିଡ଼ିଓଟି ଚଲାଉଛି ଦେଖନ୍ତୁ, ଜଣେ ଚାଷୀ ମଉସା ଟ୍ରାକ୍ଟର କିଣିବାକୁ ସୋରୁମକୁ ଯାଇଛନ୍ତି। ସୋରୁମ ମ୍ୟାନେଜରକୁ ଯେତେବେଳେ ପଚାରୁଛନ୍ତି ଟ୍ରାକ୍ଟରର ରେଟ୍ କେତେ, ଟ୍ରାକ୍ଟରଟା କେତେ ଟଙ୍କା ପଡ଼ିବ, ମ୍ୟାନେଜର ତାଙ୍କ ଷ୍ଟାଫ୍ ସେ ମଉସାକୁ ଅପସନ୍ଦ କରୁଛନ୍ତି, ମାନେ କ୍ରିଟିସାଇଜ କରୁଛନ୍ତି। ସିଏ ଅଲରେଡି ଭାବୁଛନ୍ତି ଏ ମଉସା ଜଣକ ଧୋତି ପିନ୍ଧିକି ଆସିଛନ୍ତି, ଆଉ ଆଙ୍କ ପାଖରେ କ'ଣ ଏତେ ଟଙ୍କା ଅଛି ଟ୍ରାକ୍ଟର କିଣିପାରିବେ? ୟାର ଭାଇ, ତମେ ପଇସାର ଘମଟ କାହାକୁ ଦେଖେଇ ପାର? ଯିଏ ଆମ ପେଟକୁ ଅନ୍ନ ଦଉଛି, ଆମ ପିଲାମାନଙ୍କୁ ଦାନା ଦଉଛି, ତାକୁ କ'ଣ ପଇସାର ଘମଟ ଦେଖେଇବ ରେ? ସେ ମଉସା ସଙ୍ଗେ ସଙ୍ଗେ ତାଙ୍କ ପୁଅକୁ ଫୋନ କଲେ। ତାଙ୍କ ପୁଅ ଆସିଲା, ସୋରୁମରେ ଥିବା ଯେତେ ଟ୍ରାକ୍ଟର ସବୁ କିଣିଦେଲା। ଆଉ ଏଇ ଭିଡ଼ିଓଟା ସେଇ ଘମଟ କରୁଥିବା ଲୋକମାନଙ୍କୁ ସେୟାର କର। ଆଉ ମୋ ଭିଡ଼ିଓ ଯୋଉ ଚାଷୀ ଭାଇ ମାନେ, ଚାଷୀ ଭଉଣୀ ମାନେ ଦେଖୁଛ, ସତେ ଯଦି ତମେ କୃଷକକୁ ଚାଷକୁ ଭଲ ପାଅ, ତାହେଲେ ଭିଡ଼ିଓରେ ମତେ ଲାଇକ୍ ଦେବା ଦରକାର ନାହିଁ, କମେଣ୍ଟ ଦବ ଜୟ ଯବାନ ଜୟ କିଷାନ। କାହିଁକି ନା ସବୁବେଳେ ଗୋଟେ କଥା ମନେ ରଖ, ଯାହା ପାଇଁ ଆମେ ବଞ୍ଚିଛେ, ଯାହା ପାଇଁ ଆମେ ସୁରକ୍ଷିତ ଅଛେ, ସେମାନଙ୍କୁ ଆଗ ଦିଲସେ ସାଲ୍ୟୁଟ ମାରିବ, ତାହେଲେ ତମେ ଦୁନିଆରେ ଭଲରେ ରହିପାରିବ। ଜଣେ ବୀର ଯବାନ, ଭାରତୀୟ ବୀର ଯବାନ ଯଦି ଆମ ଦେଶର ବରଡ ଉପରେ ନ ରହିବେ, ନ ଜଗିବେ, ହୁଏତ ଆମେ ରାତିରେ ଶୋଇପାରିବାନି। କାହିଁକି ନା ଆମକୁ ଆତଙ୍କବାଦୀ ମାନେ ମାରି ଦେଇ ପାରନ୍ତି। ସେମାନଙ୍କୁ ଦିଲସେ ଲଭ୍ ୟୁ ସାଲ୍ୟୁଟ। ଆଉ ଯିଏ କୃଷକ ଚାଷ କରୁଛନ୍ତି, ଯିଏ ଆମ ପେଟକୁ, ଆମ ପିଲା ଛୁଆମାନଙ୍କୁ ଅନ୍ନ ଦାନା ଆହାର ଯୋଗାଉଛନ୍ତି, ସେମାନଙ୍କୁ ବି ଦିଲସେ ସାଲ୍ୟୁଟ, ଦିଲସେ ଲଭ୍ ୟୁ। ମୁଁ ବି ନିଜେ ଚାଷ କରୁଛି ଭାଇ, ମୁଁ ବି ଏମିତି ଗ୍ୟାରେଣ୍ଟି କହୁଛି, ଆମେ ଯଦି ଚାଷ ନ କରିବୁ, କେତେ ବେଲା ପଇସାର ଘମର ଦେଖାଉଥିବା ଲୋକମାନେ ଦୁନିଆରେ ବଞ୍ଚିବା ବି ମୁସ୍କିଲ। ତମେ ଭାବନି, ଜଣେ ମାଟି କାଦୁଅରେ ଚାଷ କରୁଛୁ ବୋଲି ତାର ଇଜ୍ଜତ ନାହିଁ, ଆଉ ତା ପାଖରେ ଟଙ୍କା ବି ନାହିଁ। ତମେ ଭାବିବାଟା ଭୁଲ। ଏମିତି ବି ଚାଷରେ, ଚାଷ କରିକି ବି ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଲୋକ ବ୍ୟାଙ୍କ ବାଲାନ୍ସ ବି କରିଛନ୍ତି, ଆଉ ଭଲ ଶାନ୍ତିରେ ସୁଖରେ ବି ରହୁଛନ୍ତି। କାହାକୁ ୟାର ପଇସା ଘମର ଦେଖେଇବ ତମେ? ଚାଷୀମାନଙ୍କୁ ବୁଝିବା ଭୁଲ। ତମେ ମାନେ ତାଙ୍କ ପାଇଁ ଆଜି ବଞ୍ଚିଛ, ତମ ପାଇଁ ସେ ବଞ୍ଚୁନାହାନ୍ତି। ଆଉ ଏଇ ଭିଡ଼ିଓଟି ପୁରା ଶେଷ ପର୍ଯ୍ୟନ୍ତ ଦେଖ, ଆଉ ଅଡ଼ିଓ ବି ମୁଁ ଶୁଣଉଛି, ଆଉ ଭିଡ଼ିଓଟା ବହୁ ମାତ୍ରାରେ ସେୟାର କର।